ହଉ। ପୂଜା କରିବା ପାଇଁ ନାହିଁ। ପୂଜା କରିବା ଲୋକ ଅଲଗା, ସାଧନ କରିବା ଲୋକ ଅଲଗା। ଆମକୁ ରାମ ହବାର ଅଛି, କୃଷ୍ଣ ହବାର ଅଛି, ପୂଜା କରିବାର ନାହିଁ। ଆଜ୍ଞା 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 ବଢିଆ କଥା। ବୁଝିପାରିଲେ କି ନାହିଁ? କିଛି ନାହିଁ, ମନ୍ଦିର ଫନ୍ଦିର କିଛି ନାହିଁ ପ୍ରଭୁ। ମତେ ରାମ ହବାର ଅଛି, ମତେ ରାମକୁ ପୂଜା କରିବାର ନାହିଁ, ତା ନାଁ ଜପିବାର ନାହିଁ। ନା ନା ମତେ ରାମ ହେଇଯିବାର ଅଛି, ମତେ କୃଷ୍ଣ ହେଇଯିବାର ଅଛି। ଶ୍ରୀମଦ୍ ଠିକ। ଭଗବତ ଗୀତା କହିଲା ଅହମ୍ ବ୍ରହ୍ମାସ୍ମି। ହ୍ୱାଟ ଦ୍ୟାଟ? ଅହମ୍ ବ୍ରହ୍ମାସ୍ମି ଏମିତି କଣ ପାଟିରେ କହିଲେ ଜଣେ ହେଇଯାଏ? ଆଜ୍ଞା। ଜଣେ ସାଧିଲେ ହୁଏ। ଅହମ୍ ବ୍ରହ୍ମ ଶିବହମ୍ ଶିବହମ୍ ଶିବହମ୍। ମୁଁ ହିଁ ଶିବ, ମୁଁ ଦୁର୍ଗା। ତେଣୁ ଆତ୍ମ ମିଥୁନ ନଟ ମୈଥୁନ, ଆତ୍ମ ମିଥୁନ। ସେ ପଢିଲେଣି ଆତ୍ମ ମିଥୁନ ପାସ୍ କଲେଣି ଆପଣ ସେ ପୃଷ୍ଠା? ନା। ନାଇଁ ଯାଇନାହାନ୍ତି, ଆଗକୁ ଯାଆନ୍ତୁ। ଆଜ୍ଞା ଆତ୍ମ ମିଥୁନ 220 ପୃଷ୍ଠା ପରେ ପଡିବ। ଆଜ୍ଞା ଆତ୍ମ ମିଥୁନ ହେଲା, ଏ ଶରୀରଟା ହଉଛି ମା ଦୁର୍ଗା, ଆତ୍ମା ହେଉଛି ଶିବ। ଇଏ ଉଭୟଙ୍କର ଯୋଗଯୁକ୍ତ ଅବସ୍ଥାକୁ କହନ୍ତି ଆତ୍ମ ମିଥୁନ। ଏଇ ଆତ୍ମ ମିଥୁନ ହଉଛି ଅର୍ଦ୍ଧ ନାରୀଶ୍ୱର ବେଶ। ଏଇ ଅର୍ଦ୍ଧନାରୀଶ୍ୱର ବେଶ, ମୁଁ ହିଁ ରାଧା, ମୁଁ ହିଁ କୃଷ୍ଣ, ମୁଁ ହିଁ ପାର୍ବତୀ, ମୁଁ ହିଁ ଶିବ, ମୁଁ ହିଁ ଦୁର୍ଗା, ମୁଁ ହିଁ ଶିବ, ମୁଁ ହିଁ ଶକ୍ତି, ମୁଁ ହିଁ ସତ୍ୟ। ଏଇ ଅବସ୍ଥା ସୃଷ୍ଟି କରିବା ପାଇଁ ଯୋଗୀ ମୁନି ମାନେ କୋଟି କୋଟି ବର୍ଷ ଉଇହୁଙ୍କା ହବା ପର୍ଯ୍ୟନ୍ତ ଲାଗନ୍ତି। କିନ୍ତୁ ଆମେ ଯୋଉ ବିଦ୍ୟା ପାଇଛେ, ସେ ବିଦ୍ୟା ସେତିକି କୋଟି ଜନ୍ମର ତପସ୍ୟା କାରଣରୁ ପ୍ରାଣରେ ମନ, ଆଜ୍ଞାରେ ଦୃଷ୍ଟି ଏବଂ ଖେଚେରୀ ମୁଦ୍ରା ଦ୍ୱାରା ତିନିଟା ଜିନିଷ ଘଟିବ। ଡିଭାଇନ ଲାଇଟ ଦର୍ଶନ ହବ, ଡିଭାଇନ ସାଉଣ୍ଡ ଶ୍ରବଣ ହବ, ଡିଭାଇନ ଭାଇବ୍ରେସନ ଫିଲ୍ ହବ, ଅନୁଭବରେ ଆସିବ। ଆଜ୍ଞା ଜଗନ୍ନାଥ ହଉଛନ୍ତି ଲାଇଟ, ସାଉଣ୍ଡ ହଉଛନ୍ତି ବଳଭଦ୍ର, ଭାଇବ୍ରେସନ ହଉଛନ୍ତି ମା କାମ୍ପିଲ୍ୟ ବାସିନୀ ସୁଭଦ୍ରା। ସେ ଆଜ୍ଞା ଯେହେତୁ ଭାଇବ୍ରେସନ ହୁଅନ୍ତି, ତାଙ୍କୁ କହନ୍ତି କାମ୍ପିଲ୍ୟ ବାସିନୀ। ସିଏ ହଉଛନ୍ତି କମ୍ପନ। ତିନୋଟି ତ୍ରିକୋଣ ରଘୁ କରେ ଧରି ମୁର୍ଗୀ ନଚାଏ ନରହରି। ଗୋଟିଏ ଆଲୋକ ଜ୍ୟୋତି, ଗୋଟିଏ ଶବ୍ଦ ଧ୍ୱନି, ଅନ୍ୟଟି ହଉଛି କମ୍ପନ। ଏ ତିନୋଟିରେ ଆମେ ଅଛେ। ଏ ତିନୋଟି ଜିନିଷ ଯୋଉଠି ଅଛି ଏବଂ ଏ ତିନୋଟିକି ଯିଏ ଉପଲବ୍ଧି କରିଛି, ତାର ଯଜ୍ଞ, ତପସ୍ୟା, ପୂଜା କିଛିର ଆବଶ୍ୟକ ନାହିଁ। ସର୍ବଶ୍ରେଷ୍ଠ ପୂଜା ହଉଛି ନିମ୍ନ ସ୍ତରର, ଆଜ୍ଞା ଜପ ହଉଛି ଦ୍ୱିତୀୟ ସ୍ତରର, ଏବଂ ଧ୍ୟାନ ହଉଛି ତୃତୀୟ ସ୍ତରର, ଏବଂ ସବୁର ଉର୍ଦ୍ଧ୍ୱକୁ ଚାଲିଯିବା ହଉଛି ମହାଯୋଗର କଥା। ଅର୍ଥ ଶୂନ୍ୟ ଚେତନା, ନୋ ମାଇଣ୍ଡ। ନା ମୁଁ ପୂଜାରେ ଅଛି, ନା ମୁଁ ଜପରେ ଅଛି, ନା ମୁଁ ଧ୍ୟାନରେ ଅଛି, ମୁଁ ନାହିଁ। ମୁଁ କୋଉଠି ଅଛି? ମିଶି ଯାଇଛି। ଅହମ୍ ବ୍ରହ୍ମାସ୍ମି। ଏଇ ଅବସ୍ଥା ହେଲେ ଯାଇକି ଆପଣ କହିପାରିବେ ଅହମ୍ ବ୍ରହ୍ମାସ୍ମି। କୋଉ ଅବସ୍ଥା? ପୂଜାରୁ ଅତୀତ, ଜପରୁ ଅତୀତ ଏବଂ ଧ୍ୟାନରୁ ବି ଅତୀତ। ଏ ତିନି ଅବସ୍ଥାରୁ ଅତୀତ ହେଲେ ଶ୍ରୀମଦ୍ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ 34ତମ ଶ୍ଲୋକରେ ଭଗବାନ କହିଲେ, ତ୍ରୈଗୁଣ ବିଷୟା ବେଦା ନିସ୍ତ୍ରୈଗୁଣ ଭବାର୍ଜୁନ। ତ୍ରୈଗୁଣ ବିଷୟା ବେଦା ନିସ୍ତ୍ରୈଗୁଣ ଭବାର୍ଜୁନ। ହେ ଅର୍ଜୁନ, ବେଦର ଗୁଣ ହଉଛି ତିନି, ସତରଜତମ। ଜ୍ଞାନ, କର୍ମ, ଉପାସନା ବେଦର ଗୁଣ। ତ୍ରୈଗୁଣ ବିଷୟା ବେଦା, ବେଦର ଗୁଣ ହଉଛି ତିନି। ହେ ଅର୍ଜୁନ, ତୁମେ ଏ ତିନି ଗୁଣକୁ ଅତିକ୍ରମ କରି ନିସ୍ତ୍ରୈ ଗୁଣ ହୁଅ, ନିସ୍ତ୍ରୟ ଗୁଣ, ନିର୍ଗୁଣ ହେଇଯାଅ। ତେଣୁ ଯେତେବେଳେ ଗୁଣାତୀତ ଆପଣ ହେବେ, ସେତେବେଳେ ପୂଜା, ଜପ ଏବଂ ଧ୍ୟାନରୁ ଉର୍ଦ୍ଧ୍ୱରେ ରହି ଆପଣ ଗୁଣାତୀତ ଚେତନାରେ ଥିବେ। ସେତେବେଳେ ଆପଣ କହିବେ ଅହମ୍ ବ୍ରହ୍ମାସ୍ମି। ଏବଂ ଆପଣଙ୍କ ପାଇଁ ନା ଶତ୍ରୁ ଥିବ, ନା ମିତ୍ର ଥିବ। ଆପଣଙ୍କର କିଏ ନିନ୍ଦା କରୁ ବା ପ୍ରଶଂସା କରୁ, ନା ଆପଣ ପ୍ରଶଂସାରେ ଥିବେ, ନା ଥିବେ ନିନ୍ଦାରେ, ନା ଥିବେ ଲାଭରେ, ନା ଥିବେ କ୍ଷତିରେ, କୋଉଥିରେ ନଥିବେ। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତା 52 ଶ୍ଲୋକ 2ୟ ଅଧ୍ୟାୟ କଣ କହିଲେ ଭଗବାନ? ଦୁଃଖେଷୁ ଅନଦିବିଘ୍ନ ମନାଃ, ସୁଖେଷୁ ବିଗତ ସ୍ପୃହ, ବୀତରାଗ ଭୟ କ୍ରୋଧ ସ୍ଥିତଧି ମୁନିରୁଚ୍ୟତେ। ହେ ଅର୍ଜୁନ, ତୁମେ ଦୁଃଖରେ ଭାଙ୍ଗି ପଡ ନାହିଁ, ସୁଖରେ
ଆତ୍ମବିଭୋର ହୁଅ ନାହିଁ, ଦୁଃଖେଷୁ ଅନୁଦ୍ବିଗ୍ନ ମନଃ, ସୁଖେଷୁ ବିଗତ ସ୍ପୃହ, ବିତ୍ତ ରାଗ ଭୟ କ୍ରୋଧ ସ୍ଥିତ ଧୀମ ନିରୁଚ୍ୟତେ। ବିତ୍ତ କହିଲେ ଏଠି ଧନ ନୁହେଁ, ସୁନା ନୁହେଁ, ସମ୍ପତ୍ତି ନୁହେଁ, ଟଙ୍କା ନୁହେଁ, ଜମି ନୁହେଁ, ଯୌବନ ନୁହେଁ। ତାହେଲେ ବିତ୍ତ କହିଲେ ଏଠି କଣ ନା, ବିତ୍ତ କହିଲେ ତୁମର ଇନ୍ଦ୍ରିୟ। ରାଗ, ରାଗ କହିଲେ ଏଠି କଞ୍ଚା ଲଙ୍କା ନୁହେଁ, କିମ୍ବା ରାଗ କହିଲେ ଶାସ୍ତ୍ରୀୟ ରାଗ ନୁହେଁ। ଏଟା ହଉଛି ରାଗ କଣ ନା, ଇନ୍ଦ୍ରିୟ ମାନଙ୍କର ଯୋଉ ବିଷୟ, ସେ ବିଷୟରେ ଲିପ୍ତ ହବାର ଅର୍ଥ ଆପଣ ରାଗରେ ଅଛନ୍ତି। ତେଣୁ ବିତରାଗ ହବାକୁ ପଡିବ। ବିରାଗ, ବୈରାଗ୍ୟ ମାନେ ବିରାଗ ହେବେ। ଆପଣ ରାଗରେ ଅଛନ୍ତି, ବିରାଗକୁ ଯାଆନ୍ତୁ। ବିରାଗକୁ ଗଲେ ଆପଣ ତାଙ୍କୁ ଭେଟିବେ। ନହେଲେ କସ୍ମିନି କାଳେ ମୁଣ୍ଡ ପେଟନ୍ତୁ, 7 ଜନ୍ମ ପର୍ଯ୍ୟନ୍ତ ଜନ୍ମ ହୁଅନ୍ତୁ, ଯେତେ ମନ୍ଦିର ତୋଳନ୍ତୁ, ଯେତେ ଯଜ୍ଞ କରନ୍ତୁ, ଈଶ୍ୱରାନୁଭୂତି ହବ ନାହିଁ। ଈଶ୍ୱର ଅନୁଭୂତି ହବାକୁ ହେଲେ ଆପଣଙ୍କୁ ଈଶ୍ୱର ହବାକୁ ପଡିବ। ଯେମିତି ଆପଣ ଏସିଡ କି ଧରିବାକୁ ହେଲେ ଆପଣ ଏସିଡ ହେବେ, ଅଗ୍ନି କି ଧରିବାକୁ ହେଲେ ଆପଣ ଅଗ୍ନି ହେବେ। ସେମିତି ବ୍ରହ୍ମକୁ ଜାଣିବାକୁ ହେଲେ ଆପଣଙ୍କୁ ବ୍ରହ୍ମ ହବାକୁ ପଡିବ। ତେଣୁ ସାଧନା ଆମକୁ କଣ ପାଇଁ କରାଯାଉଛି ନା, ଆମେ ବ୍ରହ୍ମ ଭାବରେ ଜନ୍ମ ନେଇଛୁ, କିନ୍ତୁ ଆମେ ମାୟା ସଂସାରର ଯୁକ୍ତତା କାରଣରୁ, ଏ ମାୟା ମୋହ ଆମଠି ପ୍ରବେଶ କରିଥିବାରୁ, ଆମେ କାମିନୀ କାଞ୍ଚନ ଯୁକ୍ତ ବା ଇନ୍ଦ୍ରିୟ ମାନଙ୍କର ବିଷୟ ଭୋଗ କରିବା କାରଣରୁ ଆମେ ବ୍ରହ୍ମ, ତା ଉପରେ ଯେମିତି ଅଗ୍ନି ଉପରେ ନିଆଁ ଉପରେ ପାଉଁଶ ଚଢିଗଲା ପରେ ତା ନିଆଁର ଝଲକ ଝଲମଲ ଅବସ୍ଥା ଦେଖାଯାଏନି, ଦର୍ପଣ ଉପରେ ମଇଳା ଚଢିଗଲେ ଯେମିତି ପ୍ରତିବିମ୍ବ ସ୍ପଷ୍ଟ ହୁଏନି, ପାଣି ଚହଲିଲେ ଯେମିତି ଆପଣଙ୍କର ଛାୟା ସ୍ପଷ୍ଟ ଭାବେ ଦର୍ଶନ ହୁଏନି, ସେମିତି ବ୍ରହ୍ମ ଏ ମାୟା ସଂସାରର ମୋହମାୟାରେ ପଡି ତା ଉପରେ ଚଢି ଯାଇଥିବା ମାୟା କୁ ଯଦି ଆପଣ ଅତିକ୍ରମ ନ କରିବେ, ଇନ୍ଦ୍ରିୟ ବିଷୟରୁ ମୁକ୍ତ ନ ହେବେ, ତେବେ ଆପଣ ଈଶ୍ୱରାନୁଭବ କରିପାରିବେ ନାହିଁ। କାରଣ ଶ୍ରୀମଦ ଭାଗବତ ଗୀତା ଗୋଟିଏ ସ୍ପଷ୍ଟ ଭାବରେ କହିଛି, ନଚ ଚ ଭାସୟତେ ସୂର୍ଯ୍ୟ, ନଚ ଚ ଭାସୟତେ ଚନ୍ଦ୍ର। ମନର ମାଲିକ ଚନ୍ଦ୍ର ଈଶ୍ୱରଙ୍କୁ ଦର୍ଶନ କରେଇ ପାରିବ ନାହିଁ। ମନ ଦ୍ୱାରା ଆପଣ ଈଶ୍ୱରକୁ ଜାଣିପାରିବେ ନାହିଁ। ଆଖିର ମାଲିକ ସୂର୍ଯ୍ୟ, ଆପଣ ଆଖିରେ ବି ଈଶ୍ୱରକୁ ଦର୍ଶନ କରିପାରିବେ ନାହିଁ। ସୂର୍ଯ୍ୟଙ୍କ ଦ୍ୱାରା ଆଦି ଦେବତା ସୂର୍ଯ୍ୟ, ତାଙ୍କ ଦ୍ୱାରା ମଧ୍ୟ ଆପଣ ବ୍ରହ୍ମ ଦର୍ଶନ କରିପାରିବେ ନାହିଁ। ତେବେ ଆପଣ ଦର୍ଶନ କରିବାକୁ ହେଲେ ନିଜର ଚଞ୍ଚଳ ମନକୁ ନିର୍ମଳ କରିବେ, ବିମଳ କରିବେ। ଆପଣ ଯେତେବେଳେ ସ୍ଥିତ ପ୍ରଜ୍ଞ କା ଭାଷା, ଅର୍ଜୁନ ପଚାରୁଛି ଭଗବାନଙ୍କୁ, ହେ ଭଗବାନ ସ୍ଥିତ ପ୍ରଜ୍ଞ କା ଭାଷା, ସ୍ଥିତ ପ୍ରଜ୍ଞର ସ୍ଥିତିଟା କିପରି, ସ୍ଥିତ ପ୍ରଜ୍ଞ ବ୍ୟକ୍ତିର ଆଚରଣ କିପରି, ସ୍ଥିତ ପ୍ରଜ୍ଞ ବ୍ୟକ୍ତିଟି ଖାଏ କଣ, ସ୍ଥିତ ପ୍ରଜ୍ଞ ବ୍ୟକ୍ତିର ଉଚ୍ଚାରଣ ଆଚରଣ କଣ, ଏସବୁର ଉତ୍ତର ଦଉଛନ୍ତି ଭଗବାନ ଯେ ହେ ଅର୍ଜୁନ, ସ୍ଥିତ ପ୍ରଜ୍ଞତା ତାକୁ କହନ୍ତି ପ୍ରଜହାତି ଯଦା କାମାନ। ପ୍ରଜହାତି ଅର୍ଥ କୌଣସି କାର୍ଯ୍ୟରେ ଅବିଚଳିତ ରହିବା ବ୍ୟକ୍ତି ହଉଛି ସ୍ଥିତ ପ୍ରଜ୍ଞ। ତାର ପୁଅ ମରିଗଲେ ବି, ଘର ଭାସିଗଲେ ବି, ଦୁନିଆ ତାଠୁ ଯେତେବେଳେ ମାଇନସ ହେଇଯାଏ, ସେତେବେଳେ ଯେତେବେଳେ ସେ ସ୍ଥିର ଥିବ, ସେତେବେଳେ ତାକୁ କୁହାହବ ସ୍ଥିତ ପ୍ରଜ୍ଞ। କୌଣସି କାର୍ଯ୍ୟରେ ବିଚଳିତ ହଉନଥିବା ବ୍ୟକ୍ତି ସ୍ଥିତ ପ୍ରଜ୍ଞ ଅବସ୍ଥାରେ ରୁହନ୍ତି। ନା ଶତ୍ରୁର ଆଘାତରେ, ନା ମୃତ୍ୟୁରେ, ନା ଜୀବନରେ, ନା ନିନ୍ଦାରେ, ନା ପ୍ରଶଂସାରେ। ତେଣୁ ସେ ସବୁବେଳେ ରହିବ ସ୍ଥିତ ପ୍ରଜ୍ଞତା। ସ୍ଥିତ ପ୍ରଜ୍ଞତା ପାଇଁ ଶ୍ରୀମଦ ଭଗବତ ଗୀତା 2ୟ ଅଧ୍ୟାୟ 11 ଶ୍ଲୋକରେ ଭଗବାନ କହୁଛନ୍ତି, ଗତା ଶୁନଚ ନ ଶୋଚନ୍ତି ପଣ୍ଡିତା। ହେ ଅର୍ଜୁନ, ଗତା ଶୁନ ଅଗତା ଶୁନ, ଅଶୋଚନ୍ୟଂ ଅନୁଶୋଚ୍ୟତାଂ, ଅଶୋଚନ୍ୟଂ ଯାହା ଶୋଚନା ଯୁକ୍ତ ନୁହଁ, ଅଶୋଚନ୍ୟଂ ଅନୁଶୋଚ୍ୟତାଂ ପ୍ରଜ୍ଞାବାଦନ ଚ ଭାସସେ, ଗତା ଶୁନ ଅଗତା ଶୁନଚ ନ ଶୋଚନ୍ତି ପଣ୍ଡିତା। ହେ ଅର୍ଜୁନ, ଯାହା ବିଷୟରେ ତୁମେ ଚିନ୍ତା କରିବା କଥା ନୁହେଁ, ତା ବିଷୟରେ ଚିନ୍ତା କରୁଛ, କିନ୍ତୁ ପଣ୍ଡିତ ପରି କଥା କହୁଛ। ଯାହା ହଜିଯାଏ, ଯାହା ମିଳିଯାଏ, ଯାହା ରହିଲା ବା ଯାହା ଗଲା, ଯାହା କ୍ଷତି ହେଲା ବା ଯାହା ଲାଭ ହେଲା, ସେ ବିଷୟରେ ପଣ୍ଡିତ ମାନେ ଚିନ୍ତା କରନ୍ତି ନାହିଁ। ତୁମେ କ୍ଷତି ବିଷୟରେ ଚିନ୍ତା କରୁଛ, ଲାଭ ବିଷୟରେ ଚିନ୍ତା କରୁଛ, ଜୀବନ ବିଷୟରେ ଚିନ୍ତା କରୁଛ, ବଞ୍ଚିବା ବିଷୟରେ ଚିନ୍ତା କରୁଛ, ମରିବାରେ ଦୁଃଖ କରୁଛ, କିନ୍ତୁ କହୁଛ ମୁଁ ପଣ୍ଡିତ, ପ୍ରଜ୍ଞାବାଦନ,
ପ୍ରଜ୍ଞାବାଦନ ତମଠି କୋଉଠି ଅଛି? ପ୍ରଜ୍ଞାନତା ହଉଛି ଯେତେବେଳେ ଜ୍ଞାନର ଉର୍ଦ୍ଧ୍ୱସ୍ତର ସ୍ଥିତିକୁ ଯିବ, ଯେତେବେଳେ ତୁମେ ଜ୍ଞାନୀ ବୋଲି ନିଜେ ଅନୁଭବ କରୁନଥିବ, ଯେତେବେଳେ ତୁମେ ପଣ୍ଡିତ ବୋଲି ଅନୁଭବ କରୁନଥିବ, ଯେତେବେଳେ ତୁମେ ଭକ୍ତ ବୋଲି ଅନୁଭବ କରୁନଥିବ, ସେତେବେଳେ ତୁମେ ଅସଲ ଭକ୍ତ ହେ ଅର୍ଜୁନ। ତୁମେ ଭକ୍ତ ହେଇକି ବି ଭକ୍ତ ଅନୁଭବ ନଥିବ, ଧନୀ ହେଇ ଧନୀ ଅନୁଭବ ନଥିବ, ଜ୍ଞାନୀ ହେଇ ଜ୍ଞାନୀ ଅନୁଭବ ନଥିବ, ସେଇ ଅବସ୍ଥା ସ୍ଥିତପ୍ରଜ୍ଞ ଅବସ୍ଥା। ଜୟ ଶ୍ରୀ ଜଗନ୍ନାଥ। ହେଇଗଲା ଆପଣଙ୍କର? ଆଜ୍ଞା। ବଇଁଶ ଥିଲା ଆପଣଙ୍କ ସହିତ? କିଏ ଥିଲେ? ବଇଁଶ ମୋ ସାଙ୍ଗେ କେହି ନାହାନ୍ତି ବାବା। ମୁଁ ଆରାମସେ ଫେରୁଛି ମାଙ୍କ ପାଖରୁ। ମୁଁ କୁଆଡେ ଯାଇନାହିଁ। ମୋ ଫଟୋ କୁଆଡେ ବୁଲୁଥିବ କି ଆଉ ଗୋଟେ ମୋ ଦେହ କିଏ ହେଇକି ବୁଲୁଥିବ ମୁଁ ଜାଣିନି। କାରଣ ବାବାଜୀ ମହାରାଜ ମତେ କଥା ହେଇଛନ୍ତି, ଲାହିଡି ମହାଶୟ ମୋ ସାଙ୍ଗେ କଥା ହେଇଛନ୍ତି ଯୋଗଯୁକ୍ତ ଅବସ୍ଥାରେ। ତେଣୁ ସେ କୋଉଠି କୋଉଠି ଭିନ୍ନ ରୂପରେ ବୁଲୁଥିବେ ମୁଁ ଜାଣିନି। ମୁଁ ନାହିଁ କିନ୍ତୁ କୋଉଠି। ମୁଁ ପ୍ରଭୁଙ୍କ ସାଙ୍ଗେ ଅଛି କେବଳ। ଆପଣ ଏବେ ବାବା ଅଛନ୍ତି ତ ଘରେ? ଆଜ୍ଞା। ହଉ ଆମେ ଦେଖା ହେବା ହରିଓମ ବାବାଙ୍କ ଯଜ୍ଞରେ ଆଜ୍ଞା। ଅକ୍ଷୟ ତୃତୀୟାରୁ ମେ 10 ତାରିଖ ପର୍ଯ୍ୟନ୍ତ।